ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି 11 ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ବୋନସ୍। 5ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି ମତଦାନ କରିବେ 2,03 ଲକ୍ଷରୁ ଅଧିକ ମତଦାତା। ଏବଂ ଆଇସିସି ନବମ ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା। ନୂଆଦିଲ୍ଲୀରେ ଆଜି ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ। ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ କୌଟିଲ୍ୟ ଅର୍ଥନୀତି ଆର୍ଥିକ ସମ୍ମିଳନୀର ତୃତୀୟ ସଂକଳନ ଅନୁଷ୍ଠିତ ହେବ। ଚଳିତ ବର୍ଷ ସମ୍ମିଳନୀରେ ସବୁଜ ପରିବର୍ତ୍ତନ ଦିଗରେ ଅର୍ଥନୀତି ଏବଂ ଭୂ ଆର୍ଥିକ ଓ ବିକାଶ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ଭାରତ ତଥା ବିଦେଶର ବିଶେଷଜ୍ଞମାନେ ଏବଂ ନୀତି ନିର୍ଦ୍ଧାରକମାନେ ଭାରତୀୟ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବିଶ୍ୱର କୋଣ ଅନୁକୋଣରୁ ବକ୍ତାମାନେ ଏହି ସମ୍ମିଳନୀରେ ଭାଗ ନେଉଛନ୍ତି। କେନ୍ଦ୍ର କ୍ୟାବିନେଟ୍ 11,72,000ରୁ ଅଧିକ ରେଳ କର୍ମଚାରୀଙ୍କ 78 ଦିନର ଉତ୍ପାଦକତା ଭିତ୍ତିକ ବୋନସ୍ ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି 2,029 କୋଟି ଟଙ୍କା ଖର୍ଚ୍ଚ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ନୂଆଦିଲ୍ଲୀରେ କହିଛନ୍ତି, ବୋନସ୍ ପ୍ରଦାନ ଫଳରେ ରେଳ କର୍ମଚାରୀମାନେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ପାଇବେ। ପ୍ରତ୍ୟେକ ବର୍ଷ ଦଶହରାରେ ରେଳ କର୍ମଚାରୀମାନଙ୍କୁ ବୋନସ୍ ଦିଆଯାଇଥାଏ। ଏହାଛଡ଼ା ଦେଶର ପ୍ରମୁଖ ବନ୍ଦର ପ୍ରାଧିକରଣ ଏବଂ ଶ୍ରମିକ ବୋର୍ଡରେ କାର୍ଯ୍ୟ କରୁଥିବା 20,704 ଜଣ କର୍ମଚାରୀଙ୍କ ପାଇଁ ସରକାର 2020-21ରୁ 2025-26 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଉତ୍ପାଦକତା ଭିତ୍ତିକ ପୁରସ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି 200 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଏହା ସମ୍ପୃକ୍ତ କର୍ମଚାରୀଙ୍କ ନିମନ୍ତେ ଅଧିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବା ଲାଗି ପ୍ରେରଣା ଯୋଗାଇବ। 5ଟି ଭାରତୀୟ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମରାଠୀ, ପାଲି, ପ୍ରାକୃତ, ଅସମିଆ ଏବଂ ବଙ୍ଗଳା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶାସ୍ତ୍ରୀୟ ଭାଷାଗୁଡ଼ିକ ଭାରତର ପ୍ରାଚୀନ ସାଂସ୍କୃତିକ ବିଭବର ସଂରକ୍ଷକ ଭାବେ କାର୍ଯ୍ୟ କରିଥାଏ। ମରାଠୀ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ ଅଜିତ ପାୱାର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ କୃଷି ଉନ୍ନତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଉଭୟ ଯୋଜନା ନିମନ୍ତେ 1 ଲକ୍ଷ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ। ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ନିମନ୍ତେ 57,000 କୋଟି ଟଙ୍କାରୁ ଅଧିକ ଏବଂ କୃଷି ଉନ୍ନତି ଯୋଜନା ନିମନ୍ତେ 44,246 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ପାଇବ। କେନ୍ଦ୍ର ମନ୍ତ୍ରିମଣ୍ଡଳ ଚେନ୍ନାଇ ମେଟ୍ରୋ ରେଳ ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ ଦେଇଛି। ଏହି ପର୍ଯ୍ୟାୟରେ 119 କିଲୋମିଟର ମେଟ୍ରୋ ରେଳ ନିର୍ମାଣ କରାଯିବ। ଏଥିରେ 128ଟି ଷ୍ଟେସନ ରହିବ। ପ୍ରକଳ୍ପ ନିମନ୍ତେ 63,246 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2027 ସୁଦ୍ଧା ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଚେନ୍ନାଇ ସହରରେ 173 କିଲୋମିଟର ମେଟ୍ରୋ ରେଳ ନେଟୱାର୍କ କାର୍ଯ୍ୟକ୍ଷମ ହେବ। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସହରର ଭିତ୍ତିଭୂମି ବିକାଶ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗାନ୍ଧୀନଗରଠାରେ ଅନେକଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରିବେ। ଗାନ୍ଧୀନଗରର ମନସା ସହରରେ ଶ୍ରୀ ଶାହା 421 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମହାତ୍ମା ମନ୍ଦିରଠାରେ ଶ୍ରୀ ଶାହା ଏଡିସି ବ୍ୟାଙ୍କର 100ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ଅନ୍ୟ ଏକ ଡାକ୍ତରଖାନାର ଉଦ୍ଘାଟନ ସହ ଏକ ଜନସଭାକୁ ସେ ସମ୍ବୋଧିତ କରିବେ। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। 90 ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ମତଦାନରେ 1,031 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ 930 ଜଣ ପୁରୁଷ ଏବଂ 101 ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି ଚଳିତ ଥର 464 ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6ଟାରେ ଶେଷ ହେବ। ରାଜ୍ୟର 2,03,54,000ରୁ ଅଧିକ ମତଦାତା 20,632ଟି ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଶ୍ରୀଲଙ୍କା ଗସ୍ତ କାଳରେ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକଙ୍କ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଭାରତର ଉଚ୍ଚସ୍ତରୀୟ ନେତୃମଣ୍ଡଳୀର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କା ଗସ୍ତ କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ଦିସାନାୟକ ଏବଂ ପ୍ରଧାନମନ୍ତ୍ରୀ ଡକ୍ଟର ହାରିନି ଅମରସୁରିଆଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିଥା ହେରାତଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପଡ଼ୋଶୀ ପ୍ରଥମେ ନୀତି ଆଧାରରେ ଶ୍ରୀଲଙ୍କାର ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଡକ୍ଟର ଜୟଶଙ୍କର ଏହି ଗସ୍ତ କରିଥିବା ଜଣାପଡ଼ିଛି। କେରଳ ବିଧାନସଭାର ଅଧିବେଶନ ଆଜି ଆରମ୍ଭ ହେବ। ବିଧାନସଭା ଅଧ୍ୟକ୍ଷ ଏଏନ୍ ଶମଶୀର କହିଛନ୍ତି ଏହି 9 ଦିନିଆ ଅଧିବେଶନ କାଳରେ 7ଟି ବିଧେୟକ ଆଗତ ହେବ। ପ୍ରଥମ ଦିନ ୱାୟନାଡ୍ ଏବଂ କୋଜିକୋଡ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଅଧିବେଶନ କାଳରେ 6 ଦିନ ସରକାରୀ କାର୍ଯ୍ୟ ଏବଂ 2 ଦିନ ବେସରକାରୀ କାର୍ଯ୍ୟ ନିମନ୍ତେ ରଖାଯାଇଛି। ଅକ୍ଟୋବର 18ରେ ଅଧିବେଶନ ଶେଷ ହେବ। ଭାରତର ପାୱାର ଗ୍ରିଡ୍ ଜରିଆରେ ନେପାଳରୁ ବାଂଲାଦେଶକୁ 40 ମେଗାୱାଟ୍ ବିଜୁଳି ଶକ୍ତି ରପ୍ତାନୀ ନିମନ୍ତେ ଭାରତ, ନେପାଳ ଏବଂ ବାଂଲାଦେଶ ମଧ୍ୟରେ ଏକ ତ୍ରିପକ୍ଷୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଗତକାଲି କାଠମାଣ୍ଡୁରେ ହୋଇଥିବା ଏହି ବୁଝାମଣା ଅନୁଯାୟୀ ନେପାଳ ପ୍ରଥମ ଥର ଲାଗି ବାଂଲାଦେଶକୁ ବିଜୁଳି ଶକ୍ତି ବିକ୍ରୟ କରିବ। ଏହା ପୂର୍ବରୁ ନେପାଳ କେବଳ ଭାରତକୁ ବିଜୁଳି ଶକ୍ତି ବିକ୍ରୟ କରୁଥିଲା। ବୁଝାମଣା ଅନୁଯାୟୀ ବାଂଲାଦେଶ ନେପାଳଠାରୁ 40 ମେଗାୱାଟ୍ ବିଜୁଳି ଶକ୍ତି କ୍ରୟ କରିବ। ନେପାଳର ବିଜୁଳି ଶକ୍ତି ଭାରତୀୟ ପାୱାର ଗ୍ରିଡ୍ ମଧ୍ୟ ଦେଇ ବାଂଲାଦେଶରେ ପହଞ୍ଚିବ। ଏଥିରୁ ନେପାଳର ବିଦ୍ୟୁତ୍ ବିଭାଗ 330 କୋଟି ଟଙ୍କା ଆୟ କରିବା ଅନୁମାନ କରାଯାଉଛି। ଲେବାନନର ରାଜଧାନୀ ବେରୁଟ୍ ଉପରେ ଇସ୍ରାଏଲ୍ ରାତି ତମାମ ଆକ୍ରମଣ ଜାରି ରଖିଛି। ଏପର୍ଯ୍ୟନ୍ତ ଲେବାନନ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ଏହାକୁ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇଛି। ଏଥିରେ 9 ଜଣଙ୍କ ମୃତ୍ୟୁ ଘଟିଛି। ଲେବାନନ ସେନା ପକ୍ଷରୁ ଗତକାଲି ପ୍ରଥମ ଥର ଇସ୍ରାଏଲ୍ ସେନା ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଲେବାନନର 2 ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇରାନର ତୈଳ ଅଞ୍ଚଳ ଉପରେ ଇସ୍ରାଏଲ୍ର ସମ୍ଭାବ୍ୟ ଆକ୍ରମଣ ନେଇ ଆଲୋଚନା କରିଛନ୍ତି। ସେ ଇରାନର ପରମାଣୁ କେନ୍ଦ୍ର ଉପରେ କୌଣସି ପ୍ରକାର ଆକ୍ରମଣକୁ ବିରୋଧ କରିଛନ୍ତି। ନେପାଳରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 236କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ପ୍ରଭାବିତ ହୋଇଥିବା ରାଜପଥଗୁଡ଼ିକର ମରାମତି କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ବିପର୍ଯ୍ୟୟରେ 19 ଜଣ ଲୋକ ନିଖୋଜ ଥିବା ବେଳେ 173 ଜଣ ଆହତ ହୋଇଛନ୍ତି। ଗତ ମାସ 27 ଓ 28 ତାରିଖରେ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା 34ଟି ରାଜପଥ ମଧ୍ୟରୁ 5ଟି ଗମନାଗମନ ପାଇଁ ମରାମତି କରାଯାଇଛି। ସମସ୍ତ ରାଜପଥର ମରାମତି ନିମନ୍ତେ $22.40 କୋଟି ଅର୍ଥ ଆବଶ୍ୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଏକ ପତ୍ର ଜରିଆରେ ନେପାଳର ଏଭଳି ପରିସ୍ଥିତି ସମୟରେ ଭାରତ ସହାୟତା ଯୋଗାଇ ଦେବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ସାରଜାଠାରେ ଆରମ୍ଭ ହୋଇଥିବା ଆଇସିସି ନବମ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ବାଂଲାଦେଶ 16 ରନ୍ରେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନ ଶ୍ରୀଲଙ୍କାକୁ 31 ରନ୍ରେ ପରାସ୍ତ କରିଛି। ଆସନ୍ତା ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ 10ଟି ଟିମ୍ ଭାଗ ନେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି 11 ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ବୋନସ୍। 5ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ। ଆସନ୍ତାକାଲି ମତଦାନ କରିବେ 2.3 ଲକ୍ଷରୁ ଅଧିକ ମତଦାତା। ଏବଂ ଆଇସିସି ନବମ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।
ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।